भुवनेश्वर देशर प्रमुख मल्टी स्पेशलिस्ट उत्कल हस्पिटाल द्वारा जातीय हाड़ और सन्धि दिवस आज पालन कर अवसर में उत्कल हस्पिटाल वरिष्ठ अस्थि चिकित्सक डॉक्टर दिव्य सिंह दास नेतृत्व में एक उच्चकोटीर प्रभावशाली सचेतनता कार्यक्रम आयोजित है। डॉक्टर दास ओडिशा रे अस्थि चिकित्सा और रोबोटिक जॉइंट परिवर्तन क्षेत्र में जड़े मान्यता प्राप्त व्यक्तित्व एवं से ही क्षेत्र में उत्कल हस्पिटाल प्रयास को निरंतर आगक बढ़ाई नेउछंती। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃଦ୍ଧ ବୟସ୍କ ମଧ୍ୟରେ ଅସ୍ଥି ଓ ସନ୍ଧି ସ୍ୱାସ୍ଥ୍ୟ ବିଷୟରେ ସଚେତନତା ବୃଦ୍ଧି କରିବା। ଏହି କାର୍ଯ୍ୟକ୍ରମରେ 70ରୁ ଅଧିକ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ, ଯାହା ଉତ୍କଳ ହସ୍ପିଟାଲ ପ୍ରତି ସାଧାରଣ ଲୋକଙ୍କ ଭରସା ଓ ସହଯୋଗକୁ ପ୍ରତିଫଳିତ କରେ। ଡକ୍ଟର ଦିବ୍ୟ ସିଂହ ଦାସ ବୃଦ୍ଧାବସ୍ଥାରେ ହାଡ଼ ସ୍ୱାସ୍ଥ୍ୟ ପ୍ରତିରୋଧ ଜୀବନଶୈଳୀ ପ୍ରାରମ୍ଭିକ ଚିକିତ୍ସା ବିଷୟରେ ମୁଖ୍ୟ ବ୍ୟାଖ୍ୟାନ ଦେଇଥିଲେ। ସେ ଅଗ୍ରିମ ଚିହ୍ନଟ, ଜୀବନଶୈଳୀରେ ପରିବର୍ତ୍ତନ ଓ ନିୟମିତ ସ୍କ୍ରିନିଂର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ ତାଙ୍କ ଦୀର୍ଘ ଚିକିତ୍ସା ଅनुभବରୁ ଦୈନନ୍ଦିନ ଛୋଟ ଛୋଟ ଅଭ୍ୟାସ କିପରି ଦୀର୍ଘକାଳୀନ ସମସ୍ୟା ରୋଧ କରିପାରେ ତାହା ସହଜ ଭାଷାରେ ବ୍ୟାଖ୍ୟା କରିଥିଲେ। ଏହି ଅବସରରେ ଡକ୍ଟର ଦାସ କହିଥିଲେ ଯେ ହାଡ଼ ଓ ସନ୍ଧି ଚିକିତ୍ସା କେବଳ ଚିକିତ୍ସା ପ୍ରକ୍ରିୟା ନୁହେଁ, ଏହା ହେଉଛି ସାଧାରଣ ଲୋକଙ୍କୁ ସଚେତନ କରିବା, ରୋଗ ପ୍ରତିରୋଧ କରିବା, ଗତିଶୀଳତାକୁ ରକ୍ଷା କରିବା ଓ ଜୀବନ ଗୁଣବତ୍ତା ବଢ଼ାଇବା ଉପରେ ଗଭୀର ଧ୍ୟାନ ଦେବା। ସେଇଥିରୁ ତାଙ୍କର ଲୋକ ସ୍ୱାସ୍ଥ୍ୟ ପ୍ରତି ଅଦମ୍ୟ ଦୃଢ଼ତାକୁ ସଭାଗୃହରେ ବହୁତ ସ୍ନେହର ସହିତ ସ୍ୱୀକାର ମିଳିଥିଲା। କାର୍ଯ୍ୟକ୍ରମକୁ ଗୌରବମୟ କରିଥିଲେ ଦୁଇ ମାନନୀୟ ଅତିଥି ଶ୍ରୀ ରବି କୁମାର, ଅଲମ୍ପିଆନ୍ସ ଓ ଫିଟନେସ୍ ପ୍ରଚାରକ, ଯିଏ ସ୍ୱାସ୍ଥ୍ୟ ସମ୍ମତ ଜୀବନଶୈଳୀ ଓ ମନୋବଳ ବଢ଼ାଇବା ବିଷୟରେ ଦୃଢ଼ ମତ ପ୍ରକାଶ କରିଥିଲେ। ଶ୍ରୀ ମନୋରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ, ଯିଏ ପ୍ରତିରୋଧମୂଳକ ସ୍ୱାସ୍ଥ୍ୟ ସଚେତନତା ଉପରେ ଆଲୋକପାତ କରି ଉତ୍କଳ ହସ୍ପିଟାଲର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟାଖ୍ୟାନ ଦେଇଥିଲେ ଡକ୍ଟର ଆର୍.କେ. ମହାପାତ୍ର, ନିର୍ଦ୍ଦେଶକ ଅସ୍ଥି ଚିକିତ୍ସା, ଯିଏ ଜଏଣ୍ଟ ରିପ୍ଲେସମେଣ୍ଟ ଓ ମୋବିଲିଟି ରିଷ୍ଟୋରେସନର ନୂତନ ଉନ୍ନତି ବିଷୟରେ ଆଲୋଚନା କରି ଏହି ନୂତନ ପ୍ରଯୁକ୍ତିମାନ କିପରି ରୋଗୀମାନଙ୍କ ଜୀବନକୁ ପରିବର୍ତ୍ତନ କରୁଛି ତାହା ସେ ସାଧାରଣ ଭାଷାରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉତ୍କଳ ହସ୍ପିଟାଲର ଡକ୍ଟର ତୁଷାରକାନ୍ତି ପଣ୍ଡା, ଏମ୍.ଏସ୍. ଅର୍ଥୋ, ବରିଷ୍ଠ କନସଲଟାଣ୍ଟ ଅର୍ଥୋପେଡିକ୍ସ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ତାଙ୍କର ବକ୍ତବ୍ୟ ରଖିଥିଲେ। ମିଷ୍ଟର ସୁବୋଧ ସିଂ, ସିଇଓ, ଉତ୍କଳ ହସ୍ପିଟାଲ ଓ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅସ୍ଥି ଓ ବୃଦ୍ଧ ସେବା କ୍ଷେତ୍ରରେ ଉତ୍କଳ ହସ୍ପିଟାଲଙ୍କ ଦୃଷ୍ଟିକୋଣକୁ ପୁନଃ ଉପସ୍ଥାପିତ କରିଥିଲେ। ଡକ୍ଟର ଦିବ୍ୟ ସିଂହ ଦାସଙ୍କ ନେତୃତ୍ୱରେ ଉତ୍କଳ ହସ୍ପିଟାଲ ଉତ୍ତର ପୂର୍ବ ଭାରତରେ ଅଗ୍ରଣୀ ହାଡ଼ ଓ ସନ୍ଧି ଚିକିତ୍ସା କେନ୍ଦ୍ର ଭାବରେ ଅନ୍ୟତମ ବିଶ୍ୱାସଯୋଗ୍ୟ ଅନୁଷ୍ଠାନ ହୋଇପାରିଛି। ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ। To throw some lights what we are doing at present in orthopedic. Thank you and welcome. बहुत youngster young age ରୁ जड़ा पड़ते। सेकंड होची पोस्ट ट्रॉमेटिक जदर आपण भाबंतु ई जगह रे पहुंची गलेनी एंड आपण 40s रे अछंती। Listen for few words that we felicitate Ravi Mahapatra sir. Dr. Ravi Mahapatra sir. आज दिन रे हमें तो दुजन अतिथि को पाइचे बर्तमान टिके फेलिसिटेशन कार्यक्रम हम मो रिक्वेस्ट करी आई रिक्वेस्ट माय सीईओ टू फेलिसिटेट arthritis and they end up taking medicines, becoming difficult to do their daily routines. So this is the suggestion that I have. Make sure that we consistently and very disciplinedly do our fitness and control our diet so that we can reduce our dependency on medicines. Thank you.